ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଦୁଇ ଗୁରୁତର ବନାଇ ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜମୁଣ୍ଡା ବାଇପାସ୍ ଛକ ନିକଟରେ ହମ୍ପସରେ ପଡ଼ି 2 ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନବେଳେ ଦେବଗଡ଼ ଜିଲ୍ଲାର ରାଇମୁରା ଅଞ୍ଚଳର ଅଜିତ କୁମାର ସାହୁ 41 ବର୍ଷ ଓ ଟିକାୟତପାଲି ଥାନା ଅନ୍ତର୍ଗତ ଟୁନିଆପାଲି ଗ୍ରାମର ରାମ ମୁଣ୍ଡା ଏକ ସ୍କୁଟି ନମ୍ବର ଓଡ଼ି 28B7205 ଯୋଗେ କୌଣସି କାମରେ ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗୌତମଡିହି ଅଜିତର ବନ୍ଧୁ ଘରକୁ ଆସିଥିଲେ। ସେମାନେ 3ଟା ବେଳକୁ ଘରକୁ ଫେରୁଥିବା ବେଳେ ରାଜମୁଣ୍ଡା ବାଇପାସ୍ ଛକ ନିକଟରେ ହମ୍ପସରେ ଭାରସାମ୍ୟ ହରାଇ ସ୍କୁଟିରୁ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ଲହୁଣୀପଡ଼ା ପୋଲିସ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତା ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଦୁହିଁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ଲହୁଣୀପଡ଼ା ପୋଲିସ ଘଟଣା ସ୍ଥାନରେ ପହଞ୍ଚି ଗାଡ଼ି ଜବତ କରିବା ସହ ଘଟଣା ଉପରେ ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ଏହି ଗୋଲ ଛକ ନିକଟରେ ଥିବା ହମ୍ପସ ଗୁଡ଼ିକ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବଡ଼ କରିଛନ୍ତି, କିନ୍ତୁ ହମ୍ପସ ପୂର୍ବରୁ ଯେଉଁ ସତର୍କ ସୂଚନା ଦେବା କଥା ଦେଇ ନାହାନ୍ତି, ଏଣୁ ବିଭିନ୍ନ ସମୟରେ ଏହି ଦୁର୍ଘଟଣା ମାନ ଘଟି ଯାଉଛି। 6 ଦିନ ପୂର୍ବରୁ ଏହିଠାରେ ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ଏହାର ତୁରନ୍ତ ସମାଧାନ କରିବାକୁ ଅନୁରୋଧ କରାଯାଇଛି।